ଥରେ ମହାରାଷ୍ଟ୍ରରୁ ଜଣେ ବିଦ୍ୱାନ ପଣ୍ଡିତ ପୁରୀକୁ ଆସିଥିଲେ। ଆଉ ମହାରାଜାଙ୍କ ସହିତ କିଛି ସମୟ କଥାବାର୍ତ୍ତା ହେଲା ପରେ ମହାରାଜା ତାଙ୍କୁ କହିଲେ, ଆଜି ତ ସ୍ନାନ ଯାତ୍ରା, ସ୍ନାନ ମଣ୍ଡପରେ ଆଜି ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ କାର୍ଯ୍ୟ ସମାପନ ହେବ। ତେଣୁ ଆପଣ ଚାଲନ୍ତୁ, ଆମେ ଯାଇକି ଏଇସବୁକୁ ଉପଭୋଗ କରିବା। ସେ କହିଲେ, ନା ନା, ମୁଁ ତ ଗଣେଶଙ୍କ ଭକ୍ତ, ମୁଁ କାହିଁ ଜଗନ୍ନାଥଙ୍କୁ ଦର୍ଶନ କରିବି। ମହାରାଜ କହିଲେ, ଦେଖନ୍ତୁ, ଜଗତର ନାଥ ଜଗନ୍ନାଥ, ତାଙ୍କୁ ଦର୍ଶନ କରିବାରେ ଅସୁବିଧା କେଉଁଠି? ତେଣୁ ଚାଲନ୍ତୁ, ଯିବା ଦର୍ଶନ କରିବା। ଠିକ୍ ଅଛି, ଚାଲନ୍ତୁ। ଆଉ ଇଚ୍ଛା ନଥାଇ ମଧ୍ୟ ବିଦ୍ୱାନ ଜଣକ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଗଲେ। ଯେତେବେଳେ ସ୍ନାନ ମଣ୍ଡପରେ ଦେଖିଲେ ଜଗନ୍ନାଥଙ୍କୁ, ସେ ଦେଖିଲେ ଜଗନ୍ନାଥ ଏକ ହାତୀର ବେଶରେ ସ୍ନାନ କରୁଛନ୍ତି। ମହାରାଜ ଦେଖି ମଧ୍ୟ ଆଶ୍ଚର୍ଯ୍ୟ। ଜଗନ୍ନାଥ ସେ ହେଉଛନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ। ସେ ଭକ୍ତର ଅନ୍ତର କଥା ଜାଣିପାରିଥିଲେ ଏବଂ ଭକ୍ତକୁ ଠିକ୍ ଯେମିତି ସେ କହୁଥିଲେ ମୁଁ ଗଣେଶଙ୍କ ଭକ୍ତ, ସେଇ ଗଣେଶ ରୂପରେ ଦେଖା ଦେଇଥିଲେ ଏବଂ ସେ ତାଙ୍କୁ ଆକର୍ଷିତ କରିଥିଲେ ନିଜ ଆଡ଼କୁ। ସେଇଦିନ ଠାରୁ ସ୍ନାନ ମଣ୍ଡପରେ ଜଗନ୍ନାଥଙ୍କର ଗଜବେଶ ଦେଖିବାକୁ ମିଳିଥାଏ। ତେଣୁ ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରିବା ପାଇଁ ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥ ଗଣେଶଙ୍କ ରୂପ ଧାରଣ କରିଥିଲେ, ଅର୍ଥାତ୍ ଗଜବେଶ ଧାରଣ କରିଥିଲେ।